ଶୈତାନ ସାଜିଲା ସ୍ୱାମୀ। ବାଲେଶ୍ୱର ଟାଉନ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କ ବେକକୁ ଛୁରୀରେ କାଟି ହତ୍ୟା ଉଦ୍ୟମ କରିଛନ୍ତି ସ୍ୱାମୀ। ଗାଁ ଲୋକ ସ୍ୱାମୀକୁ କାବୁ କରି ପୁଲିସ ଜିମା ଦେଇଛନ୍ତି। ପୁଲିସ ଅଭିଯୁକ୍ତ ସ୍ୱାମୀ କଟକ ବକ୍ସିବଜାର ମନ୍ସ୍ତାତ ରୋଡ ଅଞ୍ଚଳରେ ମହମ୍ମଦ ଅମଜାଦକୁ ଗିରଫ କରି ତଦନ୍ତ ଜାରି ରଖିଛି ପୋଲିସ। ନିଯୁକ୍ତି ଠକେଇ ଅଭିଯୋଗରେ ଏସଏସବି କନଷ୍ଟେବଳ ଗିରଫ। ଟ୍ୱିନ୍ ସିଟି କମିଶନରେଟ୍ ପୋଲିସ ଏକ ନିଯୁକ୍ତି ଠକେଇ ମାମଲାରେ ସଶସ୍ତ୍ର ସୀମା ବଳ ବା ଏସଏସବି କନଷ୍ଟେବଳ ପତିତପାବନ ପତି ଓ ତାଙ୍କର ଦୁଇ ସହଯୋଗୀ ପବିତ୍ର ମୋହନ ବେହେରା ଓ ଅମୟ କୁମାର ମନ୍ତ୍ରୀଙ୍କୁ ଗିରଫ କରିଛନ୍ତି। ପଶ୍ଚିମବଙ୍ଗକୁ କଇଁଛ ଚାଲାଣ। ଦକ୍ଷିଣ ପୂର୍ବ ରେଳପଥ ଖଡ଼ଗପୁର ଡିଭିଜନରେ ଆରପିଏଫ୍ ସିଆଇବି ପକ୍ଷରୁ ଗୁରୁବାର ଏକ ଟ୍ରେନରେ ଚଢ଼ା କରାଯାଇଥିଲା। ଭଦ୍ରକରୁ ଖଡ଼ଗପୁର ଡାଉନ୍ ପ୍ୟାସେଞ୍ଜର ଟ୍ରେନରେ କଇଁଛ ଚୋରା ଚାଲାଣ ହେଉଥିବା ବେଳେ ସିଆଇବିର 3 ଜଣିଆ ଟିମ୍ ବାଲେଶ୍ୱର ରେଳ ଷ୍ଟେସନ। ବିଭତ୍ସ ହତ୍ୟାକାଣ୍ଡ। ବାଲେଶ୍ୱର ରାଇବଣିଆ ବିଭତ୍ସ ହତ୍ୟାକାଣ୍ଡ। ରାତିରେ ଶୋଇଥିବା ବେଳେ ସ୍ତ୍ରୀଙ୍କ ବେକକୁ ହାଣି ଶରୀରରୁ ଅଲଗା କରିଦେଲେ ସ୍ୱାମୀ। ହତ୍ୟା ପରେ ରାଇବଣିଆ ଥାନାରେ ଆତ୍ମସମର୍ପଣ କରିଛନ୍ତି ଅଭିଯୁକ୍ତ ଚନ୍ଦ୍ରମୋହନ ପାତ୍ର। ଅକ୍ଟୋବର 1ରୁ ବଦଳିଯିବ ଏହି ନିୟମ। ପ୍ରତି ମାସର ପ୍ରଥମ ତାରିଖରେ ନିୟମର କିଛି ପରିବର୍ତ୍ତନ କରାଯାଏ। ଏହି ଦୃଷ୍ଟିରୁ ଅକ୍ଟୋବର 1ରେ କିଛି ନିୟମ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ଆଜି ଆମେ ଏହି ଖବର ମାଧ୍ୟମରେ ଆପଣଙ୍କୁ ଏହା ବିଷୟରେ ଜଣାଇବୁ। ଅଣସରକାରୀ କ୍ଷେତ୍ରରେ ଲୋକଙ୍କ ପାଇଁ ଅଧିକ ସୁବିଧା। ପ୍ରଥମେ ପେନ୍ସନ ପାଣ୍ଠିରୁ ନିୟାମକ ଏବଂ ବିକଶିତ ପ୍ରାଧିକରଣ ଜାତୀୟ ପେନ୍ସନ ପ୍ରଣାଳୀରେ ଏକ ବଡ଼ ସଂସ୍କାର ଘୋଷଣା କରିଛି, ଯାହା 1 ଅକ୍ଟୋବର 2025ରୁ କାର୍ଯ୍ୟକାରୀ ହେବ। ଏହି ନୂତନ ନିୟମ, ଯାହାକୁ ମଲ୍ଟିପଲ୍ ସ୍କିମ୍ ଫ୍ରେମୱାର୍କ କୁହାଯାଏ, ଅଣସରକାରୀ କ୍ଷେତ୍ରରେ ଗ୍ରାହକମାନଙ୍କ ପାଇଁ ଅଧିକ ଲାଭଦାୟକ ହେବ। ପ୍ରକୃତରେ 16 ସେପ୍ଟେମ୍ବର 2025ରେ ଏନ୍ପିଏସ୍ରେ ପରିବର୍ତ୍ତନଗୁଡ଼ିକ ବିସ୍ତୃତ ବିବରଣୀ ସହିତ ଏକ ଡ୍ରାଫ୍ଟ ପ୍ରକାଶ କରିଥିଲେ। ଏହା ଏନ୍ପିଏସ୍କୁ ଅଧିକ ନମନୀୟ ଏବଂ ସୁବିଧାଜନକ କରିବା ପାଇଁ ଲକ୍ଷ୍ୟ ରଖିଛି, ବିଶେଷ କରି କର୍ପୋରେଟ୍, ବୃତ୍ତିଗତ ଏବଂ ଗିଗ୍ କର୍ମଚାରୀଙ୍କ ସମେତ ଅଣସରକାରୀ କ୍ଷେତ୍ରର ଲୋକଙ୍କ ପାଇଁ। ପେନ୍ସନ ପାଣ୍ଠି ନିୟାମକ ଏକ ବିକାଶ ପ୍ରାଧିକରଣ ପିଏଫ୍ଆର୍ଡିଏ, ଜାତୀୟ ପେନ୍ସନ ପ୍ରଣାଳୀ ବା ଏନ୍ପିଏସ୍, ଅଟଳ ପେନ୍ସନ ଯୋଜନା ଏପିୱାଇ, ଏକୀକୃତ ପେନ୍ସନ ଯୋଜନା ୟୁପିଏସ୍ ଏବଂ ଏନ୍ପିଏସ୍ ଲାଇଟ୍ ଭଳି ପେନ୍ସନ ଯୋଜନା ପାଇଁ କେନ୍ଦ୍ରୀୟ ରେକର୍ଡିଂ ଏଜେନ୍ସିଗୁଡ଼ିକ ଦ୍ୱାରା ଆଦାୟ କରାଯାଇଥିବା ଫିକୁ ସଂଶୋଧନ କରିଛି। ଏହି ଯୋଜନା ଅନୁଯାୟୀ ସରକାରୀ କର୍ମଚାରୀମାନଙ୍କୁ ପ୍ରାନ୍ ଅସ୍ଥାୟୀ ଅବସରରେ ଆକାଉଣ୍ଟ ନମ୍ବର ଖୋଲିବା ପାଇଁ ଏବେ ଇ-ପ୍ରାନ୍ କିଟ୍ ପାଇଁ 18 ଟଙ୍କା ଏବଂ ଏକ ଅଫଲାଇନ୍ ପ୍ରାନ୍ କାର୍ଡ ପାଇଁ 40 ଟଙ୍କା ଦେବାକୁ ପଡ଼ିବ। ବେଧକଡ଼ ଗଛ କଟା। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ଭାଲୁଡୁଙ୍ଗୁରି ଗ୍ରାମଠାରୁ ହାତିଲିମୁଣ୍ଡା ଯାଇଥିବା ରାସ୍ତାରେ ଉଭୟ ପାର୍ଶ୍ୱର ବେର ଓ ସଂରକ୍ଷିତ ଜଙ୍ଗଲରେ କିଛି ବର୍ଷ ଆଗରୁ ଜଙ୍ଗଲ ବିଭାଗ ପକ୍ଷରୁ ବୃକ୍ଷରୋପଣ କରାଯାଇଥିଲା। ବୃକ୍ଷଗୁଡ଼ିକ ବଡ଼ ହେବା ପରେ ଏବେ ଏହା ଉପରେ କାଠ ମାଫିଆ ଓ ଅସାଧୁ ଲୋକଙ୍କ ନଜର ପଡ଼ିଥିବା ଅଭିଯୋଗ ହୋଇଛି। ବୀରମହାରାଜପୁର ତହସିଲ ଅନ୍ତର୍ଗତ ହାତିଲିମୁଣ୍ଡା ଗ୍ରାମରୁ ସଂଶୋଧିତ ସଂଖ୍ୟାର ମହିଳା ସ୍ଥାନୀୟ ତହସିଲ କାର୍ଯ୍ୟାଳୟକୁ ଆସି ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି। ଅଭିଯୋଗ ମତେ ଅସାଧୁ ମାଫିଆମାନେ ଶାଳ, ପିଆଶାଳ, ଶିଶୁ, ସାବୁନ, ଲିମ୍ବ ଓ ବାଉଁଶ ଆଦି ମୂଲ୍ୟବାନ ଗଛଗୁଡ଼ିକ କାଟି ନେଉଛନ୍ତି। ଏଣୁ ଏହାର ବିହିତ ତଦନ୍ତ ପୂର୍ବକ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରି ବୃକ୍ଷଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଜମାଦାର ଛତ୍ରିଆ, କର୍ପୂର ପ୍ରଧାନ, କମଳା ଭୋଇଙ୍କ ସମେତ ଗ୍ରାମର ଶତାଧିକ ମହିଳାମାନେ ନିବେଦନ କରିଛନ୍ତି। ଓଡ଼ିଶାରେ କର୍ମଚାରୀ ବଦଳି ଓ ନିଯୁକ୍ତି ପାଇଁ ନୂଆ ନୀତି। ନିଜ ବ୍ଲକରେ ଚାକିରି କରିପାରିବେନି ଏଣିକି। ଓଡ଼ିଶା ସରକାର ଶିକ୍ଷକଙ୍କୁ ବାଦ ଦେଇ ଅନ୍ୟ କାର୍ଯ୍ୟରତ କର୍ମଚାରୀଙ୍କ ବଦଳି ଓ ନିଯୁକ୍ତି ପାଇଁ ନୂଆ ନୀତି ପ୍ରସ୍ତୁତ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ଅନୁଯାୟୀ ବାର୍ଷିକ ବଦଳି ଏପ୍ରିଲ 15ରୁ ଜୁନ 15 ମଧ୍ୟରେ ହେବ। ଅଧିକାରୀମାନଙ୍କୁ ଯେତେଦୂର ସମ୍ଭବ ନିଜ ଜିଲ୍ଲାରେ ନିଯୁକ୍ତି ଦିଆଯିବ ନାହିଁ। ଜିଲ୍ଲା କ୍ୟାଡର ଅଧିକାରୀ କିମ୍ବା କର୍ମଚାରୀ ଏକ ସ୍ଥାନରେ ଅତି କମରେ 3 ବର୍ଷ ରହିବା ପରେ ବଦଳି ପାଇଁ ଯୋଗ୍ୟ ହେବେ ଏବଂ 6 ବର୍ଷରୁ ଅଧିକ ସମୟ ଗୋଟିଏ ସ୍ଥାନରେ ରହିପାରିବେ ନାହିଁ। ଯେଉଁ ଅଧିକାରୀ ଚାକିରିର 5 ବର୍ଷ ଅଭିଯୁକ୍ତ କେବେ ବି ଗଜପତି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ କାମ କରିଥିବେ, ସେମାନେ ଅନ୍ୟ ଜିଲ୍ଲାକୁ ବଦଳି ହୋଇପାରିବେ। ଅନ୍ୟପକ୍ଷରେ 10 ବର୍ଷ ଅନ୍ୟ ଜିଲ୍ଲାରେ କାମ କରିଥିବା ଅଧିକାରୀମାନେ
ଏହି ଜିଲ୍ଲାଗୁଡ଼ିକରେ ନିଯୁକ୍ତି ହେବେ। ତା ସହିତ ସ୍ୱାମୀ ସ୍ତ୍ରୀ ଉଭୟ ସରକାରୀ କର୍ମଚାରୀ ହୋଇଥିଲେ ସେମାନଙ୍କୁ ନିକଟସ୍ଥ ଅଞ୍ଚଳରେ ନିଯୁକ୍ତି ଦିଆଯାଇପାରିବ। ଅବସର ପୂର୍ବରୁ 2 ବର୍ଷ ବାକି ଥିବା ଅଧିକାରୀଙ୍କୁ ସେମାନଙ୍କ ବର୍ତ୍ତମାନ ଜାଗାରେ ରଖାଯାଇପାରିବ କିମ୍ବା ନିଜ ଜିଲ୍ଲାକୁ ବଦଳି କରାଯାଇପାରିବ। ଏକ କମିଟି ମାଧ୍ୟମରେ ବଦଳି ଓ ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବାକୁ ବିଭାଗ ନିଷ୍ପତ୍ତି ନେଇଛି।